ଗଛଗୁଡ଼ିକ ଫଳକୁ ପ୍ରଦାନ କରିଥାନ୍ତି ସ୍ୱୟଂ ବା ସ୍ୱଇଚ୍ଛାରେ। ସେମାନଙ୍କୁ ଲୋକମାନେ ପାଣି, ସାର, ବିଭିନ୍ନ ପ୍ରକାର ଖଣିଜ ଲବଣ ଦେଇକି ବଞ୍ଚେଇ ରଖନ୍ତି। କାହିଁକି ନା ସେମାନେ ଯେମିତି ପୁନର୍ବାର ସେମାନଙ୍କୁ ଫଳ ପ୍ରଦାନ କରିପାରେ। କିନ୍ତୁ ଆପଣମାନେ ଲକ୍ଷ୍ୟ କରିଥିବେ ଯେଉଁ ଗଛଗୁଡ଼ିକ ନିଜର ଫଳକୁ ଲୁଚେଇ ରଖିଥାନ୍ତି ସେମାନଙ୍କୁ ଲୋକମାନେ କ'ଣ କରନ୍ତି ନା ସିଧା ମୂଳରୁ ଉପାଡ଼ିକି ଫୋପାଡ଼ି ଦିଅନ୍ତି। ଯଦି ବେଳ ଥାଉ ଥାଉ ସେମାନେ ସେମାନଙ୍କର ଯଦି ବଞ୍ଚିବାକୁ ଇଚ୍ଛା ମଧ୍ୟ ଥାଏ, ଲୋକମାନେ ତାର ଫଳ ପାଇଁ ତାକୁ ପୁରା ମୂଳରୁ ଉପାଡ଼ିକି ଫୋପାଡ଼ି ଦିଅନ୍ତି। ଏହା କହିବାର ଯଥାର୍ଥ ହେଉଛି ଯେ ଆଜିକାଲି ଲୋକମାନେ ଯେଉଁମାନଙ୍କ ପାଖରେ ଧନ ସମ୍ପତ୍ତି ବଳ ରହିଛି, ସେମାନେ ସମାଜ ସେବା ଯେଉଁମାନେ ସମାଜ ସେବା କରୁଛନ୍ତି, ନିଜର ଧନ ହେଉ, ନିଜର ବଳ ହେଉ, ନିଜର ମାନବିକତା ହେଉ, ତାକୁ ପ୍ରଦର୍ଶନ କରି ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି, ଲୋକମାନଙ୍କୁ ଦାନ ଧର୍ମ କରୁଛନ୍ତି, ସମାଜ ସେବାରେ ନିଜକୁ ନିୟୋଜିତ କରୁଛନ୍ତି, ସେମାନଙ୍କର ନାଁ ଯୁଗେ ଯୁଗେ ପୂଜ୍ୟ ହୋଇ ରହିଛି। ଲୋକମାନେ ସେମାନଙ୍କୁ ସମୟ ଥାଉ ବା ନଥାଉ ଲୋକମାନେ ତାଙ୍କୁ ପୂଜା କରି ଆସୁଛନ୍ତି। କିନ୍ତୁ ଯେଉଁମାନଙ୍କ ପାଖରେ ଏ ସମସ୍ତ ସାଧନ ରହିଛି, ଧନ ସମ୍ପତ୍ତି ଠାରୁ ଆରମ୍ଭ କରିକିରି ସବୁ କିଛି ବଳ ସହିତ ସବୁ କିଛି ରହିଛି, କିନ୍ତୁ ସେମାନେ କ'ଣ କରନ୍ତି, ସେଇ ଲୁଚେଇ ଥିବା ଫଳ ଗଛ ଭଳି ନିଜର ସମସ୍ତ ଭଲ ଗୁଣକୁ ଲୁଚେଇ ରଖିଥାନ୍ତି, ନିଜକୁ ସମାଜର ସେବାରେ ନିୟୋଜିତ କରନ୍ତି ନାହିଁ। ଦିନ ଥାଉ ଥାଉ ଲୋକମାନେ ସେମାନଙ୍କୁ ଭୁଲି ଯାଇଥାନ୍ତି। ତେଣୁ ସେଇ ଲୋକମାନଙ୍କୁ ଏଇ ବିପ୍ଳବ ତରଫରୁ ଗୋଟେ ଆଦେଶ ମୁଁ ଦେଉଛି କିମ୍ବା ଗୋଟେ ଉପଦେଶ ଦେଉଛି ଯେ ସେମାନେ ନିଜ ପାଖରେ ରହିଥିବା ଧନରୁ କିଛି ପରର ଉପକାରରେ ନିୟୋଜନ କରନ୍ତୁ, କିଛି ସମାଜ ସେବାରେ ନିୟୋଜନ କରନ୍ତୁ, ଯେମିତିକି ଲୋକମାନେ ତାଙ୍କୁ ସାରା ଜୀବନ ପାଇଁ ମନେ ରଖିବେ। ଏଇ ଦୁନିଆରେ ଯିଏ ଗୋଟେ ଜୀବଟେ ଜନ୍ମ ନେଉଛି ସିଏ ତାର ମୃତ୍ୟୁ ଆମେ ନିଶ୍ଚିତ ଜାଣିଛେ। ମୃତ୍ୟୁ କେବଳ ଦୁନିଆ ସଂସାର ଭିତରେ ଯଦି କିଛି ସତ୍ୟ ଥାଏ ସିଏ ହେଉଛି ମୃତ୍ୟୁ। ଆଜି ଜୀବନ, ଆଜି ଆମର ବଳ ବୟସ ଅଛି, କାଲି ନିଶ୍ଚିନ୍ତ ଭାବରେ ଆମ ବଳ ବୟସ ଯିବା, ଆମେ ମଧ୍ୟ ବୃଦ୍ଧ ଅବସ୍ଥା ଆସିବ, ଆମେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିବା। କିନ୍ତୁ ଯଦି ବି ଆମେ କାହାରି ଭଲ କର୍ମଟେ କିମ୍ବା କାହାକୁ ଆମ ଜୀବନ କାଳ ଭିତରେ ସାହାଯ୍ୟ କରିଥିବା, ସମସ୍ତେ ଭୁଲିଗଲେ ମଧ୍ୟ ଯାହାକୁ ବା ଯେତିକି ଲୋକଙ୍କୁ ଆମେ ସାହାଯ୍ୟ କରିଥିବା ଆମର ସାମର୍ଥ୍ୟ ଅନୁସାରେ, ଯେ ଆମେ କହିବାନି ଆମ ପାଖରେ ନାହିଁ ଯେ ଆମେ ଜବରଦସ୍ତି ଜଣଙ୍କର 5,000 ଦରକାର ଅଛି 5,000 ଆମେ ଦେଇଦେବା। ଆମ ସାମର୍ଥ୍ୟ ଅନୁସାରେ ଯେଉଁମାନଙ୍କୁ ସାହାଯ୍ୟର ଆବଶ୍ୟକତା ଅଛି, ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ବିଭିନ୍ନ ପ୍ରକାର ରାସ୍ତାରେ ଉପାୟରେ ସାହାଯ୍ୟ ଆବଶ୍ୟକତା ରହିଛି। ତେଣୁ ଆମର କର୍ତ୍ତବ୍ୟ କିମ୍ବା ଆମେ ଯେଉଁ କହୁଛେ ଯେ ମାନବ ସେବା ହିଁ ପ୍ରକୃତ ସେବା, ତ ତା ଅନୁସାରେ କିଛି ନା କିଛି ଆମକୁ ସାହାଯ୍ୟ କରିବା ନିହାତି ଆବଶ୍ୟକତା ରହିଛି। ଯଦି ଆମେ ଠିକ୍ ସେଇ ଫଳ ଗଛ ସଦୃଶ ନିଜର ସମସ୍ତ ସେ ଧନ ହେଉ, ବଳ ହେଉ କିମ୍ବା ଯେକୌଣସି ଆମ ପାଖରେ ଯେକୌଣସି ସାଧନ ଅଛି ତାକୁ ଯଦି ସମାଜ ସେବାରେ ନ ଲଗେଇବା, ଦିନ ଆସିବ ଆମେ ତ ନିଶ୍ଚିନ୍ତ ମରିଯିବା, କିନ୍ତୁ ଦିନ ଆସିବ ଆମ ମୃତ୍ୟୁ ସଙ୍ଗେ ସଙ୍ଗେ ଆମକୁ ସମସ୍ତେ ଭୁଲିଯିବେ। ତେଣୁ ମୋର ଏତିକି ଅନୁରୋଧ, ଆପଣମାନେ ଯଥାସମ୍ଭବ ନିଜର ସାମର୍ଥ୍ୟ ଅନୁସାରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ। ଜୟ ଜଗନ୍ନାଥ।